ହାଇ ଫ୍ରେଣ୍ଡ, ଜୟ ଜଗନ୍ନାଥ, ଶୁଭ ସକାଳ। ଦେଖନ୍ତୁ ଆମର ଓଡ଼ିଆ ବାସୀଙ୍କର କେତେ ପରମ୍ପରା, ନୀତି ନିୟମ, ପୂଜା ପର୍ବ। ଇଏ ହେଉଛି ଶାମ୍ବ ଦଶମୀ, ସୂର୍ଯ୍ୟଙ୍କର ପୂଜା। ରୋଗରୁ ନିରାକରଣ ପାଇବା ପାଇଁକା ସୂର୍ଯ୍ୟ ଦେବତାଙ୍କୁ ପିଲାମାନଙ୍କ ପାଇଁ ପୂଜା କରାଯାଏ। ମୁଁ ବି ସକାଳୁ ଉଠିକିରି ପିଲାମାନଙ୍କ ପାଇଁକା ପୂଜା କରୁଛି। କେମିତି ଦେଖନ୍ତୁ, ଆମର ଏଇଭଳି ଭାବରେ ବାଇଗଣ ପତ୍ରରେ ଠାକୁରଙ୍କୁ ଭୋଗ ଦିଆଯାଏ। 7ଟା ପତ୍ରରେ ଭୋଗ ଦିଆଯାଉଛି। ସୂର୍ଯ୍ୟ ଆସିନାହାନ୍ତି, କିନ୍ତୁ ମୁଁ ପୂଜା କରିଦେଉଛି। ପୂଜା ସାରିକିରି ଟିକେ ସୂର୍ଯ୍ୟ ଦେବତାଙ୍କୁ ଟିକେ ବନ୍ଦାପନା କରିବା ପାଇଁକା ଥାଳି ସଜାଡ଼ି ଦେଲି। ବନ୍ଦାପନା ମଧ୍ୟ କରିଦେଉଛି। ଦେଖନ୍ତୁ, ବନ୍ଦାପନା କରୁଛି ଏଇଠି ବସିକିନା। ମୁଁ କରିକିନା ଜୁହାର ହେଲି ଠାକୁରଙ୍କୁ, ହେ ପ୍ରଭୁ ମୋ ପିଲାମାନଙ୍କୁ ଭଲରେ ରଖନ୍ତୁ କହିକିରି ମୁଣ୍ଡିଆଟିଏ, ବଡ଼କିନା ମୁଣ୍ଡିଆଟିଏ ମାରିଲି ଠାକୁରଙ୍କ ପାଖରେ। ତାପରେ ଆମ ବୋଉ ଆସିଲେ, ତାଙ୍କ ପିଲାମାନଙ୍କ ପାଇଁକା ସିଏ ବି ବନ୍ଦାପନା କଲେ। କାହିଁକିନା ତାଙ୍କ ପୁଅମାନେ ବାହାରକୁ ଯାଉଛନ୍ତି ତ, ତେଣୁ ସିଏ ସେଇଥିପାଇଁ କହିଲେ ଉଠ ମୁଁ ଟିକେ ବି ବନ୍ଦାପନା କରିଦିଏ ଠାକୁରଙ୍କୁ। ସିଏ ତାଙ୍କର ବନ୍ଦାପନା କରିଦେଉଛନ୍ତି ଠାକୁରଙ୍କ ପାଖରେ। ବନ୍ଦାପନା କରିକିରି ଭୋଗ ଦିଆ ସରିଛି ତ, ଦେଇକି ଠିଆ ହେଇକିରି ଆଉ ଥରେ ବନ୍ଦାପନା। ତାପରେ ଆମେ ଆସିଲୁ ପରିବା କାଟିବା ପାଇଁକା। ପରିବା ସବୁ, କାହିଁକିନା ଘାଣ୍ଟ ତରକାରୀ ହେବ ତ, ପରିବା ପାଇଁକା ପରିବା ସବୁ ରଖା ହେଇଛି। ମୁଁ ବସିକିରି ପରିବା କାଟିବାରେ ବ୍ୟସ୍ତ। ପରିବା ସବୁ କାଟିଲୁ ବସିକିନା। କେତେ ପ୍ରକାର ପରିବା। ଫାଷ୍ଟ କିନ୍ତୁ ଜହ୍ନି କାଟିଛି ଦେଖନ୍ତୁ। ତାପରେ ସୂତା ଆଣିକିରି ଆସିଲୁ, ସୁଦଶା ବ୍ରତ ପାଇଁକା ଯୋଗାଡ଼ କଲୁ। ଏଠି ପିଠା କରିଦେଇଛୁ, ତାପରେ ନଡ଼ିଆ କରିକି ରଖିଦେଇଛୁ। ସେ ପିଠା ବନାଉଛନ୍ତି, ମୁଁ ଠାକୁର ଘରେ ସବୁ ସଜ କରିଦେଇଛି। ପୂଜା କରିବୁ ପିଠା ତିଆରି କରିକିରି ଆମେ ବ୍ରତ ହେଇ ଭାଙ୍ଗିକିନା ଏଠି ରଖିଦେଇଛୁ। ଶାଶୁ ବୋହୂ ବସିକିରି 3 ଜଣ ଯାକ ସୁଦଶା ବ୍ରତ ଆଗ ପୂଜା କରିବା ପାଇଁକା ରେଡ଼ି ହେଇଯାଇଛୁ। ପୂଜା ମଧ୍ୟ ମୋର ସରି ଆସିଲାଣି। ଦେଖନ୍ତୁ, ଭୋଗ ଠାକୁରଙ୍କ ପାଖରେ 10 ପ୍ରକାର ଫଳମୂଳ, ପିଠା, 10ଟା ମଣ୍ଡା ଲଗେଇ ସାରିଛି। ତାପରେ ଆମେ ଉପରକୁ ଆସିଲୁ ଦ୍ୱିପହର ପୂଜା ପାଇଁକା ସୂର୍ଯ୍ୟଙ୍କର ମଣ୍ଡା, କ୍ଷୀରି, ତରକାରୀ ମୁଁ ସେଠୁ ସୂର୍ଯ୍ୟଙ୍କ ପାଖରେ ଭୋଗ ଲଗେଇଲି। ସୂର୍ଯ୍ୟ ବି ଆସି ଯାଇଥିଲେ, ଭଲ ଭାବରେ ପୂଜା କରିଦେଇଛି। ଦେଖନ୍ତୁ, ସୂର୍ଯ୍ୟଙ୍କୁ ଟିକେ ଅର୍ପଣ କଲି କ୍ଷୀର ଢାଳିକିନା। ତାପରେ ମୁଁ ଜୁହାର ହେଇ ସାରିଲି। ଜୁହାର ହେଇ ପଡ଼ିକିରି ଭୋଗ ଲଗେଇ ସାରିଛି ତ, ପିଲାମାନେ ସବୁ ତାପରେ ମୋ ପୁଅ କାନ୍ଦୁଛି ବୋଲି ତାର କାନ୍ଦ ଛାଡ଼ିବା ପାଇଁ ଶାଶୁ କହିଲେ ଟିକେ ମିଠା ବାଣ୍ଟ, ପିଲା ଛଡ଼େଇ ଖାଇଲେ ତା ଜିଦି ଛାଡ଼ିଯିବ। ଯେତେ ପିଲା ଛଡ଼େଇକିରି ଖାଇଲେ, ସମସ୍ତଙ୍କୁ ଦେଖେଇଲା ନେଇଯାଅ ଖାଇଦିଅ ଖାଇଦିଅ। ସମସ୍ତେ ପିଠା ଖାଇଦେଲେ। ଜୟ ଜଗନ୍ନାଥ। କେତେ ସୁନ୍ଦର ଭାବରେ ତାଠୁ ନଉଛନ୍ତି, କିନ୍ତୁ ସିଏ ଟିକେ କାନ୍ଦିଲାନି କି ମିଠା ଖାଇଗଲେ କିଛି ବି କହିଲାନି। ଦେଖନ୍ତୁ, ଜୟ ଜଗନ୍ନାଥ।